ନମସ୍କାର ବନ୍ଧୁଗଣ। ଆଜିର ଏହି କାହାଣୀଟି ଆମ ପାଖକୁ ସେୟାର କରିଛନ୍ତି ଆମ ଦର୍ଶକ ମୋହନ, ଯିଏକି ବାଲେଶ୍ୱର ବାସିନ୍ଦା। ସେ କହିଛନ୍ତି ସେ ତାଙ୍କ ଜୀବନରେ ଏମିତି ଏକ ଘୃଣ୍ୟ କାମ କରି ବସିଛନ୍ତି, ଏମିତି ଏକ ପାପ କାମ କରି ବସିଛନ୍ତି ଯାହାଫଳରେ ସେ ତାଙ୍କ ମୁହଁକୁ ନିଜ ଅଇନାରେ ଦେଖିବା ପାଇଁ ବି ଘୃଣା କରୁଛନ୍ତି। ହଁ ଆଜ୍ଞା, ସେ କହିଛନ୍ତି ସେ ତାଙ୍କ ନିଜ ମାଉସୀଙ୍କ ସହ ବହୁତ ବଡ଼ ଏକ ପାପ ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି। ତାଙ୍କ ସହିତ ବହୁତ ବଡ଼ ଏକ ପାପ କାମ କରି ବସିଛନ୍ତି, ଯାହାଫଳରେ ସେ ଆମକୁ ଏ କାହାଣୀ ସେୟାର କରି ଏହା କହିଛନ୍ତି କି ଏ କାହାଣୀ ସମସ୍ତେ ଶୁଣିବା ଦରକାର, ଏ କାହାଣୀ ସମସ୍ତେ ଜାଣିବା ଦରକାର। ହଁ ଆଜ୍ଞା, ତେବେ ଚାଲନ୍ତୁ ଆଉ ବେଶୀ ଡେରି ନକରି ସମ୍ପୂର୍ଣ୍ଣ କାହାଣୀଟି ଶୁଣିବା ଯାହା ମୋହନ ଆମକୁ ପଠାଇଛନ୍ତି। ସେ କହିଛନ୍ତି ବାଲେଶ୍ୱରର ଏକ ଛୋଟ ଗାଁରେ ତାଙ୍କ ଘର। ବାଲେଶ୍ୱରର ଏକ ଛୋଟ ଜାଗାରେ ତାଙ୍କ ଘର। ସେ ସ୍କୁଲ କଲେଜ ସେଇଠି ପଢ଼ିସାରି ଯେତେବେଳେ ସେ ଚାକିରି ଖୋଜାଖୋଜି କରୁଥିଲେ, ସେତେବେଳେ ତାଙ୍କ ମା' ତାଙ୍କ ମାଉସୀଙ୍କ ପାଖକୁ ରାଉରକେଲା ପଠାଇବା ପାଇଁ ତାଙ୍କୁ ସ୍ଥିର କଲେ। କାହିଁକିନା ତାଙ୍କ ମଉସା ମାନେ ମୋହନଙ୍କର ମଉସା ରାଉରକେଲାର ଏକ ବଡ଼ କମ୍ପାନୀରେ HR ଭାବେ କାମ କରୁଥିଲେ। ମାନେ ସେ ଏକ ଅଫିସର ପୋଷ୍ଟରେ କାମ କରୁଥିଲେ ଏକ ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀରେ। ତ ଯେହେତୁ ମୋହନର ଏବେ ପାଠ ପଢ଼ାପଢ଼ି ସରିଯାଇଥିଲା ଆଉ ସେ ଚାକିରି ପାଇଁ ଖୋଜାଖୋଜି କରୁଥିଲେ, ସେତେବେଳେ ତାଙ୍କ ମା' ମୋହନଙ୍କର ମା' ତାଙ୍କ ମାଉସୀଙ୍କ ସହ କଥା ହେଲେ କି ତୋ ସ୍ୱାମୀଙ୍କୁ ଟିକେ କହ କି ତାଙ୍କ କମ୍ପାନୀରେ ଯଦି କିଛି ଭ୍ୟାକେନ୍ସି ଥିବ ତାହେଲେ ଆମ ପୁଅ ମୋହନ ସେଇଥିରେ ଜଏନ୍ କରିବାକୁ ସେଇଥିରେ ସେ ଜଏନ୍ କରିବ। ଏବେ ସିଏ ଚାକିରି ପାଇଁ ଖୋଜାଖୋଜି କରୁଛି, ଚାକିରି ପାଇଁ ଲାଗୁଛି, ହେଲେ କେଉଁଠି ବି ତା'ର ଚାକିରି ହେଉନାହିଁ। ତ ଏମିତି କିଛି ସମୟ ତା ମୋହନଙ୍କର ମାଉସୀ ତାଙ୍କ ଦାଦାଙ୍କୁ କହିବା ତାଙ୍କ ମଉସାଙ୍କୁ କହିବା ପରେ, ତାଙ୍କ ସ୍ୱାମୀଙ୍କୁ କହିବା ପରେ କିଛି ଦିନ ପରେ ପାଖାପାଖି 2 ମାସ ପରେ 2-2.5 ମାସ ପରେ ତାଙ୍କ କମ୍ପାନୀରେ ଏକ ଭ୍ୟାକେନ୍ସି ବାହାରେ, ଯାହାଫଳରେ ମୋହନଙ୍କୁ ବାଲେଶ୍ୱରରୁ ରାଉରକେଲା ଯିବା ପାଇଁ ପଡ଼େ। ରାଉରକେଲାରେ ସେ ସେଠି ଯାଇ ଅନ୍ୟତ୍ର ଏକ ଘରେ ରହିବା ଅପେକ୍ଷା ସେ ତାଙ୍କ ମାଉସୀଙ୍କ ଘରେ ରହିବା ପାଇଁ ସ୍ଥିର କରେ। ସେ ଭାବେ କି କିଛି ଦିନ ସେ ତାଙ୍କ ମାଉସୀଙ୍କ ଘରେ ରହିବେ, ଯେତେବେଳେ ସେ ସେଠିକାର ଜାଗାରେ ଯେତେବେଳେ ସେଟେଲ୍ ହେଇଯିବେ, ସେ ଅନ୍ୟ ଏକ ଜାଗାକୁ ସିଫ୍ଟ ହେଇଯିବେ। ସେ ତାଙ୍କ ମନେ ମନେ ଏହା ଭାବିଥିଲେ କି ସେ ତାଙ୍କ କମ୍ପାନୀର କିଛି ପିଲାଙ୍କ ସହିତ ଯେତେବେଳେ ସାଙ୍ଗ ହୋଇଯିବେ, ସେମାନେ ଯେଉଁଠି ରହୁଛନ୍ତି ତାଙ୍କ ପାଖକୁ ତାଙ୍କ ରୁମ୍କୁ ସିଫ୍ଟ ହେଇଯିବେ ଆଉ ସେମାନଙ୍କ ସହ ମିଶି ରହିବେ। ଆଉ ମଉସା ମାଉସୀଙ୍କ ଘରେ କେତେ ଦିନ ବା ରହିବେ। ତ ଏମିତି ଭାବି ସେ ତାଙ୍କ ମାଉସୀଙ୍କ ପାଖକୁ ରାଉରକେଲା ଚାଲିଗଲେ। ଯେତେବେଳେ ସେ ରାଉରକେଲା ଗଲେ, ଏଇଠି ଆପଣମାନଙ୍କୁ କହି ରଖିବାକୁ ଚାହିଁବି, ତାଙ୍କ ମାଉସୀଙ୍କର ଜଷ୍ଟ 4-5 ମାସ ହେଲା ବାହାଘର ହୋଇଥିଲା। ସେ କହିବା କଥା, ମୋହନଙ୍କୁ କହିବା କଥା, ସେ ଯେତେବେଳେ ଯାଇଥିଲେ ରାଉରକେଲା ତାଙ୍କ ମାଉସୀଙ୍କ ଘରେ ରହି ଚାକିରିକୁ ଯିବା ଆସିବା କରୁଥିଲେ, ତାଙ୍କ କମ୍ପାନୀକୁ ଯିବା ଆସିବା କରୁଥିଲେ, ସେତେବେଳେ ତାଙ୍କ ମଉସା ମାଉସୀଙ୍କର ବାହାଘର ଗତ 4-5 ମାସ ହେବ ହେଇଥିଲା। ବେଶୀ ଦିନ ନୁହେଁ, 4-5 ମାସ ହେବ ହେଇଥିଲା। ତ ଏମିତିରେ ଯେତେବେଳେ ମୋହନ ସେଠି ରହିବାର କିଛି ଦିନ ବିତିଗଲା, 15-17 ଦିନ ବିତିଗଲା, ସେତେବେଳେ ତାଙ୍କ ମଉସାଙ୍କର ଏକ ଅର୍ଜେଣ୍ଟ କାମରେ ତାଙ୍କ କମ୍ପାନୀର ଏକ ଜରୁରୀ କାମରେ ତାଙ୍କୁ ବାହାରକୁ ଯିବା ପାଇଁ ପଡ଼ିଲା। 5-7 ଦିନ ପାଇଁ 7-8 ଦିନ ପାଇଁ ତାଙ୍କୁ ବାହାରକୁ ଯିବା ପାଇଁ ପଡ଼ିଲା। ତ ସେ ତାଙ୍କୁ ମୋହନକୁ କହିକି ଗଲେ କି ତୁ ଆସିଲୁ ଭଲ ହେଲା, ମୁଁ ଏଇନା କିଛି ଦିନ ପାଇଁ ବାହାରକୁ ଯାଉଛି। ଯଦି ତୁ ଏଠିକି ଆସିନଥାନ୍ତୁ ତାହେଲେ ମୁଁ ତ ମାଉସୀକୁ ତାଙ୍କ ଗାଁକୁ ପଠାଇ ଦେଇଥାନ୍ତି। ଯଦି ତୁ ଏଠି ଅଛୁ ତାହେଲେ ସିଏ ବି ଏଠି ଥାଉ, ତମେ 2 ଜଣ ଏଠି ରୁହ, ଯେତେବେଳେ ଘରେ କ'ଣ ଆବଶ୍ୟକ ପଡ଼ିବ ତୁ ଟିକେ ଘରକୁ ଜିନିଷ ସଜ ସାମାନ ନେଇ ଆସିବୁ। ଯଦି କ'ଣ ଗ୍ରୋସରୀ ଜିନିଷ କିମ୍ବା ଅନ୍ୟତ୍ର ଜିନିଷ କ'ଣ ଦରକାର ପଡ଼େ ତାହେଲେ ତୁ ଯାଇ ଟିକେ ମାର୍କେଟରୁ ନେଇ ଆସିବୁ। ତାଙ୍କର ସେଠି ଗୋଟେ ବାଇକ୍ ଥିଲା, ତା ମଉସାଙ୍କର ଏକ ବାଇକ୍ ଥିଲା। ତ ସେତେବେଳେ ତାଙ୍କ ମଉସା ମୋହନକୁ ଏମିତି କଥା କହି
ସେ ତାଙ୍କ କାମରେ ବାହାରକୁ ଚାଲିଗଲେ। ଏହାପରେ ମୋହନଙ୍କ କହିବା କଥା, ଯେତେବେଳେ ତାଙ୍କ ମଉସା ନଥିଲେ ସେତେବେଳେ ସେ ତାଙ୍କ ଚାକିରିକୁ ଯାଉଥିଲେ। ଯେତେବେଳେ ସେ ଚାକିରିରୁ ଆସୁଥିଲେ ଘରକୁ, ବାକି ସମୟରେ ସେ ତାଙ୍କ ମାଉସୀଙ୍କ ସହ ବିତାଉଥିଲେ। ସେ ବେଶୀ ସମୟ ଫୋନ୍ ଆଉ ଟିଭି ନ ଦେଖି ତାଙ୍କ ମାଉସୀଙ୍କ ସହ ଲୁଡ଼ୁ ଖେଳିବା, ତାସ୍ ଖେଳିବା, ତ ତାଙ୍କ ସହ କଥାବାର୍ତ୍ତା ହେବା, ଏମିତି ତାଙ୍କ ସହ ବିତାଉଥିଲେ। ତ ଏମିତିରେ ତାଙ୍କ ମାନେ କ୍ଲୋଜନେସ୍ ବଢ଼ିଗଲା। ମାନେ ସେମାନେ ଯେମିତି ଏବେ ଦୁଇ ସାଙ୍ଗଙ୍କ ଭଳି ବ୍ୟବହାର କରୁଥିଲେ। ମାଉସୀ ପୁତୁରା ନୁହେଁ, ଏବେ ସେ ଦୁଇ ସାଙ୍ଗଙ୍କ ଭଳି ବ୍ୟବହାର କରୁଥିଲେ। ତାଙ୍କ ମାଉସୀ ମାନେ ମୋହନକୁ ନିଜ ସାଙ୍ଗ ଭଳି ଭାବୁଥିଲେ, ଆଉ ମୋହନ ମଧ୍ୟ ତାଙ୍କ ମାଉସୀଙ୍କୁ ନିଜ ସାଙ୍ଗ ଭଳି ଭାବୁଥିଲେ। ସେ ମାନେ କହିଛନ୍ତି କି ପୂର୍ବରୁ ସେ ତାଙ୍କ ମାଉସୀଙ୍କ ପ୍ରତି ତାଙ୍କ ମନରେ କୌଣସି ଖରାପ ଚିନ୍ତାଧାରା ନଥିଲା, କିନ୍ତୁ ଧୀରେ ଧୀରେ ସେ ତାଙ୍କ ପାଖରେ ରହିବା ପରେ, ତାଙ୍କ ସହ ମିଳାମିଶା କରିବା ପରେ ତାଙ୍କ ମନରେ ତାଙ୍କ ବ୍ୟବହାର ପରିବର୍ତ୍ତନ ହୋଇଗଲା। କେମିତି ଅଚାନକ ହେଲା ସେ ନିଜେ ବି ଜାଣିନାହାନ୍ତି ବୋଲି ସେ କହିଛନ୍ତି। ତାଙ୍କ ସହ ସବୁବେଳେ ମିଳାମିଶା କରିବା ଫଳରେ ଗୋଟିଏ ଇନସିଡେଣ୍ଟ ହେବା ପରେ ତାଙ୍କ ମନରେ ତାଙ୍କ ପ୍ରତି ତାଙ୍କ ନଜରିଆ ବଦଳିଗଲା। ସେ ତାଙ୍କ ମାଉସୀଙ୍କୁ ଯେଉଁ ସମ୍ମାନ ନଜରରେ ଦେଖୁଥିଲେ, ତ ତାଙ୍କ ନଜରିଆ ବଦଳିଗଲା, ଆଉ ସେ ତାଙ୍କ ସହିତ ମାନେ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଗଲେ। ଏହା ମୁଁ ଆପଣମାନଙ୍କୁ କାହିଁକି କହୁଛି, ଆପଣମାନେ ଆଗକୁ ଜାଣିପାରିବେ। ତେବେ କାହାଣୀକୁ ମନ ଧ୍ୟାନର ସହ ଶୁଣନ୍ତୁ, ତାପରେ ଆପଣମାନେ ଜାଣିବାକୁ ପାଇବେ କି ଏଠି ମୋହନଙ୍କର ଭୁଲ ଥିଲା ନା ତାଙ୍କ ଦାଦାଙ୍କର ତାଙ୍କ ମଉସାଙ୍କର ଭୁଲ ଥିଲା ନା ତାଙ୍କ ମାଉସୀଙ୍କର ଭୁଲ ଥିଲା। ତ ଏମିତିରେ ସେ ତାଙ୍କ ମାଉସୀଙ୍କ ସହ ସବୁବେଳେ କଥାବାର୍ତ୍ତା, ସବୁବେଳେ ଖେଳ, ମାନେ ତାଙ୍କ ସହ ଖେଳୁଥିଲେ, ଲୁଡ଼ୁ ଖେଳୁଥିଲେ, ତାସ୍ ଖେଳୁଥିଲେ। ତାଙ୍କ ସହ ମୋଟାମୋଟି କହିବାକୁ ଗଲେ ସେ ତାଙ୍କ ସହିତ ତାଙ୍କ ପାଖରେ ବହୁତ ବ୍ୟବହାର ରହୁଥିଲା। ତାଙ୍କ ସହ ସେ ବହୁତ ମିଳାମିଶା କରୁଥିଲେ। ସକାଳେ ତ ସେ ଖାଇ ପିଇକି କମ୍ପାନୀକୁ ଚାଲି ଯାଉଥିଲେ। ଯେତେବେଳେ ସେ ଫେରୁଥିଲେ, ସକାଳେ ଖାଇ ପିଇକି କମ୍ପାନୀକୁ ଚାଲି ଯାଉଥିଲେ। କାମ ସାରିକି ସେ ଯେତେବେଳେ ସନ୍ଧ୍ୟାବେଳେ ଫେରୁଥିଲେ, ରାତିରେ ଶୋଇବା ପର୍ଯ୍ୟନ୍ତ ସେ ମାଉସୀଙ୍କ ପାଖେ ରହୁଥିଲେ। ସେମାନେ ଦୁହେଁ ଅଲଗା ଅଲଗା ରୁମ୍ରେ ଏବେ ଶୋଉଥିଲେ, କିନ୍ତୁ ଗୋଟେ ଇନସିଡେଣ୍ଟ ହେବା ପରେ ତାଙ୍କ ଦୁହିଁଙ୍କର ପରିସ୍ଥିତି ପୁରା ବିଗିଡ଼ିଗଲା। ତାଙ୍କ ଦୁହିଁଙ୍କର ସମୟ ପୁରା ବିଗିଡ଼ିଗଲା। ଗୋଟେ ଦିନ ମୋହନ ଯେତେବେଳେ ନିଜ ଅଫିସ୍ ପାଇଁ ରେଡ଼ି ହେଉଥିଲେ ସକାଳେ, ସେ ଦେଖିବାକୁ ପାଇଲେ କି ତାଙ୍କ ମାଉସୀ ସେତେବେଳେ ବାଥରୁମ୍ରେ ଥିଲେ। କିଛି ସମୟ ପରେ ଯେତେବେଳେ ଟ୍ୟାପ୍ର ବନ୍ଦ ହେଇଗଲା, ଟ୍ୟାପ୍ର ସାଉଣ୍ଡ ଆଉ ବାହାରକୁ ଆସିବା ବନ୍ଦ ହେଇଗଲା, କିଛି ସମୟ ପରେ ସେ ଶୁଣିବାକୁ ପାଇଲେ କି ଗୋଟେ ଯେମିତି ବାଥରୁମ୍ରେ ଜଣେ କଚାଡ଼ି ହେଇକି ପଡ଼େ, ସେମିତି ଶବ୍ଦ ସେ ଶୁଣିବାକୁ ପାଇଲେ। ଆଉ ତାଙ୍କ ମାଉସୀଙ୍କର ସାଉଣ୍ଡ, ତାଙ୍କ ଚିତ୍କାର ଶୁଣିବାକୁ ପାଇଲେ। ଆକ୍ଚୁଆଲି ଘଟଣା କ'ଣ ନା, ସେଦିନ ତାଙ୍କ ମାଉସୀ ଗାଧୋଇ ସାରି ଯେତେବେଳେ ସେ ବାହାରକୁ ଫେରୁଥିଲେ, ତାଙ୍କ ଗୋଡ଼ ଖସିଯିବାରୁ ସେ ତାଙ୍କ ବାଥରୁମ୍ ଭିତରେ କଚାଡ଼ି ହେଇକି ଗଳି ପଡ଼ିଲେ। ଆଉ ଯେହେତୁ ସେ ଡୋର୍ଟା ଅଳ୍ପ ଟିକେ ଖୋଲି ଦେଇଥିଲେ, ପୁରା ଖୋଲି ନଥିଲେ, ସେ ତାଙ୍କ ଖିଡ଼ିକି ଜଷ୍ଟ ଖୋଲି ଦେଇଥିଲେ, ତାଙ୍କ ଯେଉଁ ଲକ୍ କୁହନ୍ତି ତାକୁ ଖୋଲି ଦେଇଥିଲେ। ତ ଖୋଲି ଯେତେବେଳେ ସେ ପଡ଼ିଯାଇଛନ୍ତି, ମୋହନ ସିଧା ତାଙ୍କ ବାଥରୁମ୍ ଭିତରେ ପଶି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି। ହଁ, ମାଉସୀ ପଡ଼ିଗଲେ ଏମିତି ଭାବି ସେ ତାଙ୍କୁ ଉଠାଇବା ପାଇଁ ତାଙ୍କ ବାଥରୁମ୍ ଭିତରେ ପଶି ଯାଇଛନ୍ତି। ସେତେବେଳେ ତାଙ୍କ ଦେହରେ କେବଳ ଗୋଟେ ଟାୱେଲ୍ ଛଡ଼ା ଆଉ କିଛି ବି ନଥିଲା। ଏଇଟା ଆଜ୍ଞା ଗୋଟେ ନର୍ମାଲ୍ କଥା। ଯଦି ଆପଣଙ୍କ ନିଜର କିଏ ବାଥରୁମ୍ରେ ପଡ଼ିଯାଏ, ସେତେବେଳେ ଆପଣ ଏହା ଦେଖିବେନି କି ସେ କ'ଣ ପିନ୍ଧିଛି, କ'ଣ କରୁଛି। ସିଧା ବାଥରୁମ୍ ଭିତରେ ପଶିବେ ଆଉ ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିବେ। ଏଇଟା ଗୋଟେ ନର୍ମାଲ୍ କଥା। ତ ମୋହନ କହିଛନ୍ତି କି ସେ ମଧ୍ୟ କିଛି ନ ଭାବି ତାଙ୍କୁ ଉଠାଇବା ପାଇଁ, ତାଙ୍କୁ ସାହାଯ୍ୟ କରିବା ପାଇଁ ବାଥରୁମ୍ ଭିତରେ ପଶିଗଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମୋହନ ଯେତେବେଳେ ତାଙ୍କୁ ଧରି ଉଠାଇବା ପାଇଁ ଚେଷ୍ଟା କରୁଥିଲେ, ତ ମୋହନ ଭାରସାମ୍ୟ ହରାଇ ସେ ମଧ୍ୟ ତାଙ୍କ ଉପରେ ସେଇଠି ଗଳି ପଡ଼ିଲେ। ଏବେ ମୋହନଙ୍କ ମୁହଁ ଆଉ ତାଙ୍କ ମାଉସୀଙ୍କ ମୁହଁ ପୁରା ସାମ୍ନାସାମ୍ନି ଥିଲା। ତାଙ୍କ ନିଶ୍ୱାସକୁ ସେ ଅନୁଭବ କରିପାରୁଥିଲେ। ଏମିତି ମୁଁ କ'ଣ କହୁଛି ଆପଣମାନେ ବୁଝିପାରୁଥିବେ। ତ ଏମିତି ହେଇ କିଛି ସମୟ ସେ ସ୍ଥାଣୁ ପାଲଟିଗଲେ, ତାଙ୍କ ମାଉସୀ ମଧ୍ୟ ଆଉ ମୋହନ ମଧ୍ୟ। ମୋହନ ଏହା କହିଛନ୍ତି କି ତାଙ୍କର ସେଠି କ'ଣ ହେଲା, ସେତେବେଳେ ତାଙ୍କର କ'ଣ ହେଲା ସେ ନିଜେ ବି ଜାଣିନାହାନ୍ତି। ସେ କିଛି ସମୟ ତାଙ୍କ ମାଉସୀଙ୍କୁ ସେମିତି ନଜରରେ ଦେଖିବାକୁ ଲାଗିଲେ।
ଆଉ ତାଙ୍କ ମାଉସୀ ମଧ୍ୟ କିଛି ନ କହି ମୋହନକୁ ସେମିତି ଦେଖିବାରେ ଲାଗିଥିଲେ। ତ ଏମିତି ପାଖାପାଖି କିଛି ସମୟ ପରେ ମୋହନ ତାଙ୍କ ମୁଣ୍ଡରେ ଚେତା ପଶିଲା ଆଉ ସେ ମାନେ ତାଙ୍କ ମାଉସୀଙ୍କ ଉପରେ ଉଠି ତାଙ୍କ ମାଉସୀଙ୍କୁ ଧରି ତାଙ୍କ ରୁମ୍କୁ ଆଣିବାରେ ସଫଳ ହୋଇଗଲେ। ଏହା ପରଠାରୁ ମୋହନ କହିଛନ୍ତି କି ତାଙ୍କ ମାଉସୀ ତାଙ୍କ ପ୍ରତି ଏକ ଅଲଗା ନଜରରେ ଚାହିଁବାକୁ ଲାଗିଲେ। ଆଉ ମୋହନଙ୍କ ମନରେ ମଧ୍ୟ ତାଙ୍କ ମାଉସୀଙ୍କ ପ୍ରତି ଧୀରେ ଧୀରେ ପ୍ରେମ ଜାଗ୍ରତ ହୋଇସାରିଥିଲା। ମୋହନଙ୍କ କହିବା ମୁତାବକ ଆଜ୍ଞା ଏହା ପରଠାରୁ ତାଙ୍କ ମାଉସୀ ମୋହନକୁ ଦେଖି ଖାଲି ହସିବାରେ ଲାଗିଲେ। ଆଉ ମୋହନ ମଧ୍ୟ ତାଙ୍କ ମାଉସୀଙ୍କୁ ଦେଖିବାରେ ଲାଗୁଥିଲେ। ଆଗରୁ ସେ ଏତେ ତୀକ୍ଷ୍ଣ ନଜରରେ ଚାହୁଁନଥିଲେ, କିନ୍ତୁ ଏବେ ସେ ସବୁବେଳେ ତାଙ୍କ ନଜର ସବୁବେଳେ ତାଙ୍କ ମାଉସୀଙ୍କ ଉପରେ ହିଁ ରହିଲା। ସେ ତାଙ୍କ ରୁମ୍ରେ ଛାଡ଼ି ଦେବା ପରେ ତାଙ୍କୁ ଭଲ ମନ୍ଦ କ'ଣ ପଚାରିବା ମାନେ ଏମିତି କେଉଁଠି କିଛି ଆଘାତ ହୋଇନି ତ ଏମିତି କିଛି ପଚାରିବା ପରେ ସେ ତାଙ୍କ ଡ୍ୟୁଟିକି ଚାଲିଗଲେ। ଯେତେବେଳେ ସେ ସନ୍ଧ୍ୟା ସମୟରେ ଫେରିଲେ ନିଜ ହାତରେ ଗୋଟେ ମୁଭ୍ ଆଣିକି ଆସିଲେ। ଆଉ ରୁମ୍କୁ ଆସି ସାରିବା ପରେ ତାଙ୍କ ଘରକୁ ଆସି ସାରିବା ପରେ ତାଙ୍କ ମାଉସୀ ସେତେବେଳେ ରାତି ପାଇଁ ଡିନର ରୋଷେଇ କରିସାରିଥିଲେ। ଆଉ ଇଏ ସେତେବେଳେ ତାଙ୍କ ମାଉସୀ ପାଖକୁ ଯାଇ ପୁଣି ଥରେ ପଚାରିଲେ କି ସେ ଯେତେବେଳେ ଯାଇଥିଲେ ସକାଳେ ଏହା ପଚାରିଥିଲେ କି କେଉଁଠି ଆଘାତ ଲାଗିଛି, କିଛି ହେଇନାହିଁ ତ। କିନ୍ତୁ ଏବେ ଯେତେବେଳେ ଆଉଥରେ ଫେରିଲେ ଗୋଟେ ମୁଭ୍ ଆଣିକି ଫେରିଲେ, ସେ ଆଉଥରେ ପଚାରିଲେ କି ମାଉସୀ କିଛି କେଉଁଠି ଆଘାତ ଲାଗିନି ତ। ଏବେ ତାଙ୍କ ମାଉସୀ ତାଙ୍କୁ ଉତ୍ତର ଦେଇ କହିଲେ କି ମୋହନ, ମୋ ଅଣ୍ଟାରେ ଟିକେ ଆଘାତ ଲାଗିଛି, ମୁଁ ଜଲ୍ଦି ରୋଷେଇ ସାରିଦିଏ, ତୁମେ ଟିକେ ମୋ ଅଣ୍ଟାରେ ମଲମ ମାଲିସ କରିଦେବ। ତ ଏମିତିରେ ମୋହନ ମଧ୍ୟ ସେ ତ ପ୍ରିପେୟାର ହେଇକି ଆସିଛନ୍ତି, ମାନେ ଗୋଟେ ମୁଭ୍ ନେଇକି ଆସିଛନ୍ତି, କାଳେ କିଛି ଆଘାତ ହେଇଯାଇଥିବ। ଅବଭିୟସ୍ଲି ଏଜରେ ପଡ଼ିବା ପରେ ସମସ୍ତଙ୍କର କିଛି ନା କିଛି ଯାହାହେଲେ ଗୋଟେ ଆଘାତ ହେବ, ଏଇଟା ଗୋଟେ ନର୍ମାଲ୍ କଥା। ସେଥିପାଇଁ ସେ ପୂର୍ବରୁ ଗୋଟେ ମୁଭ୍ ସ୍ପ୍ରେ ନେଇକି ଆସିଥିଲେ। ତ ଯେତେବେଳେ ତାଙ୍କ ମାଉସୀଙ୍କର ରୋଷେଇ କାମ ସରିଗଲା, ସେ ତାଙ୍କ ମାଉସୀଙ୍କ କୋଠରୀକୁ ଯାଇ ତାଙ୍କ ମାଉସୀଙ୍କ ରୁମ୍କୁ ଯାଇ ତାଙ୍କ ଅଣ୍ଟାରେ ମୁଭ୍ ମାଲିସ କରିଦେବା ପାଇଁ ତାଙ୍କୁ କହିଲେ। ତାଙ୍କ ମାଉସୀ ମଧ୍ୟ ଗୋଟେ ସ୍ମିତ ହସ ସହିତ ତାଙ୍କ ଅଣ୍ଟା ଦେଖାଇଦେଲେ। ଆଉ ମୋହନ ତାଙ୍କ ଅଣ୍ଟାରେ ମୁଭ୍ ମାଲିସ କରିବାରେ ଲାଗିଲେ। ଏହାପରେ ସେମାନେ କିଛି ସମୟ ସେଠି କଥା ହେବା ପରେ ମୁଭ୍ ମାଲିସ ସରିଗଲା ଆଉ ସେମାନେ ରାତିରେ ଡିନର କରି ଯେଝା ରୁମ୍ରେ ଶୋଇଗଲେ। ଏହା ପରଦିନ ତାଙ୍କ ମାଉସୀ ପୁଣି ଯେତେବେଳେ ସେ ସନ୍ଧ୍ୟା ସମୟରେ ଅଫିସରୁ ଫେରିଲେ, ମୋହନକୁ କହିଲେ କି ମୋହନ, ଆଜି ଚାଲ ଟିକେ ମାର୍କେଟ ଯାଇ ବୁଲାବୁଲି କରିକି ଆସିବା। ଆଜି ଘରେ ଖାଇବାକୁ ଇଚ୍ଛା ହେଉନି, ତେଣୁକରି ଆମେ ବାହାରେ ଖାଇକି ଆସିବା। ତ ଏହା ସେ ଏଇଥିପାଇଁ କହିଥିଲେ କାରଣ ସେ ମୋହନଙ୍କ ସହିତ ବାହାରେ ବୁଲିବା ପାଇଁ ଚାହୁଁଥିଲେ। ତାଙ୍କ ଦାଦା ତାଙ୍କ ମଉସା ତ ଏବେ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ସେ ତାଙ୍କ କାମରେ ବାହାରକୁ ଯାଇଥିଲେ। ତ ମୋହନ ମଧ୍ୟ ତାଙ୍କ କଥାରେ ରାଜି ହୋଇ, ଯେମିତିକି ମୁଁ ଆପଣମାନଙ୍କୁ ପୂର୍ବରୁ କହିଥିଲି, ମୋହନଙ୍କ ମନରେ ଏବେ ତାଙ୍କ ମାଉସୀ ଭଳି ନଥିଲେ। ତାଙ୍କ ମନରେ ଏବେ ତାଙ୍କ ପ୍ରତି ପ୍ରେମ ସୃଷ୍ଟି ହୋଇସାରିଥିଲା, ଭଲ ପାଇବା ସୃଷ୍ଟି ହୋଇସାରିଥିଲା। ତ ସେ ମଧ୍ୟ ତାଙ୍କ କଥାରେ ରାଜି ହୋଇ ତାଙ୍କୁ ବାଇକ୍ରେ ନେଇ ବାହାରକୁ ବୁଲିବା ପାଇଁ ଚାଲିଗଲେ। ସେମାନେ ଗୋଟେ ପାର୍କରେ ବୁଲାବୁଲି କଲେ, କିଛି କଥାବାର୍ତ୍ତା ହେଲେ, ତାପରେ ସେମାନେ ଗୋଟେ ରେଷ୍ଟୁରାଣ୍ଟରେ ଖାଇସାରି ଘରକୁ ଫେରିଲେ। ଘରକୁ ଫେରିବା ପରେ ସେହିଦିନ ତାଙ୍କ ମାଉସୀ ତାଙ୍କୁ ଏ କଥା ପଚାରିଲେ କି ମୋହନ, ତୁମର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି? ତାପରେ ମୋହନ ତାଙ୍କ ମାଉସୀଙ୍କ ସବୁ କଥା କହିଲେ କି ନାଇଁ, ମୋର କେହି ଗାର୍ଲଫ୍ରେଣ୍ଡ ନାହାନ୍ତି। ମୁଁ ଏବେ ସେ ଝିଅ ପଠାଇବାକୁ ଚାହୁଁନି, କାହିଁକିନା ମୁଁ ଏବେ ମୋ କାମରେ ଫୋକସ୍ କରୁଛି, ମୋତେ ଆଗକୁ ବହୁତ କିଛି କରିବାର ଅଛି। ତ ସେ ଯାହା ବି ତାଙ୍କ ମନରେ ଇଚ୍ଛା ସେ ତାଙ୍କ ମାଉସୀଙ୍କ ଆଗରେ ସବୁ କିଛି ପ୍ରକାଶ କଲେ। ତ ମୋହନଙ୍କ ମୁହଁରୁ ତାଙ୍କ ଗାର୍ଲଫ୍ରେଣ୍ଡ ନାହିଁ ବୋଲି କଥା ଶୁଣି ତାଙ୍କ ମାଉସୀ ବହୁତ ଖୁସି ହେଇଗଲେ। ଏହା ମୋହନଙ୍କ କହିବା ମୁତାବକ ଆଜ୍ଞା। ଏହାପରେ ସେଦିନ ରାତିଟା ବିତିଗଲା, ସେମାନେ ଯେଝା ରୁମ୍ରେ ଶୋଇଗଲେ। ତାପରଦିନ ସକାଳୁ ଯେତେବେଳେ ତାଙ୍କ ମାଉସୀ ମୋହନକୁ ଖାଇବାକୁ ଦେଉଥିଲେ, ସେ ତ ତାଙ୍କ ଡ୍ୟୁଟିକି ଯିବେ। ଯେତେବେଳେ ସେ ଖାଇବାକୁ ଦେଉଥିଲେ, ସେତେବେଳେ ତାଙ୍କ ମଉସାଙ୍କର ଫୋନ୍ ଆସିଲା ତାଙ୍କ ମାଉସୀଙ୍କ ଫୋନ୍କୁ। ତାଙ୍କ ମାଉସୀ ତାଙ୍କ ମଉସାଙ୍କ ସହ କ'ଣ କଥା ହେଲେ ମୋହନ ଜାଣିନାହାନ୍ତି, କିନ୍ତୁ ତାଙ୍କ ମାଉସୀଙ୍କର ତ ସ୍ମିତ ହସ ଏବେ ବଢ଼ିଯାଇଥିଲା। ସେ ମୋହନଙ୍କ ସହିତ ବହୁତ ଖୋଲା ମିଜାଜରେ କଥା ହେଉଥିଲେ। ସେ ମୋହନଙ୍କ ସହିତ ବହୁତ ହସି ହସି କଥା ହେଉଥିଲେ, ତାଙ୍କ ସହିତ ବହୁତ ହସି ହସି ବହୁତ ଖୁସି ତାଙ୍କ ସହ ମିଶୁଥିଲେ।
କିନ୍ତୁ ତାଙ୍କ ମଉସାଙ୍କ ଫୋନ୍ ଆସିବା ପରେ ତାଙ୍କ ମୁହଁରେ ଏକ ଦୁଃଖ ଛାଇଗଲା, ଯାହାକୁ ମୋହନ ନୋଟିସ୍ କରିଥିଲେ। ତାଙ୍କ ମଉସାଙ୍କ ଫୋନ୍ କଟିବା ପରେ ସେ ମାଉସୀଙ୍କୁ ପଚାରିଥିଲେ, ମାଉସୀ କ'ଣ ହେଇଛି? ମଉସା କ'ଣ କିଛି କହିଲେ କି? ଏହାପରେ ତାଙ୍କ ମାଉସୀ ତାଙ୍କୁ ଉତ୍ତର ଦେଇ କହିଲେ କି ରଖ ମ ତମ ମଉସାଙ୍କ କଥା। ମାନେ ଏଇଠି ତାଙ୍କ ମାଉସୀ ତାଙ୍କୁ କହିଲେ କି ଏବେ ତମେ ଡ୍ୟୁଟିକି ଯାଉଛ, ତମେ ଡ୍ୟୁଟିରୁ ଆସ, ତମକୁ ଆଜି ମୋର ବହୁତ କିଛି କହିବାର ଅଛି, ତମ ସହିତ କିଛି କଥା ଅଛି। ଏଇଟା ବି ଆଜ୍ଞା ଗୋଟେ ନର୍ମାଲ୍ କଥା କି ଯଦି ଗୋଟେ ପୁଅ ଗୋଟେ ଝିଅ କିମ୍ବା କୌଣସି ମହିଳାକୁ ନିଜ ମନ ଦେଇ ବସିଥାଏ, ତା ମନରେ ତା ପ୍ରତି ଭଲ ପାଇବା ସୃଷ୍ଟି ହୋଇସାରିଥାଏ, ଯଦି ସେ ଏ କଥା କୁହେ କି ତମ ସହିତ ମୋର କିଛି କଥା ଅଛି, ମୋର କିଛି ପର୍ସନାଲ୍ ଜିନିଷ ତମ ସହିତ ସେୟାର କରିବାର ଅଛି, ତ ତା ମନରେ ଲଡ଼ୁ ଫୁଟିଯାଏ। ଏଇଟା ଆପଣମାନେ ବି ବୁଝିପାରୁଥିବେ ମୁଁ କ'ଣ କହୁଛି। ତ ମୋହନଙ୍କ ମନରେ ମଧ୍ୟ ଏମିତି କିଛି ଭଲ ପାଇବା ସୃଷ୍ଟି ହୋଇସାରିଥିଲା। ତ ସେ ସେଇଦିନ କେମିତି ତାଙ୍କ କମ୍ପାନୀରେ କାଟିଲେ, ମାନେ ତାଙ୍କ ଡ୍ୟୁଟି ସମୟକୁ ସାରିଲେ, ସେ ନିଜେ ବି ଜାଣିନାହାନ୍ତି। ଯେତେବେଳେ ତାଙ୍କ ଡ୍ୟୁଟି ସରିଲା, ସେ ଆଉ ବାଟରେ କେଉଁଠି ବି ନ ରହି ସିଧା ଘରକୁ ଚାଲି ଆସିଲେ। ଆଉ ତାଙ୍କ ମାଉସୀଙ୍କୁ କହିବାକୁ ଲାଗିଲେ କି ମାଉସୀ ତମର ମୋତେ କିଛି କହିବାର ଥିଲା, ତ କ'ଣ କୁହ? ଏହାପରେ ତାଙ୍କ ମାଉସୀ କହିଲେ କି ଆଜି ମୋ ମନଟା ଟିକେ ଭଲ ଲାଗୁନି। ତାପରେ ମୋହନ ତାଙ୍କୁ କହିଲେ କି କ'ଣ ମଉସା ତମକୁ ଆଜି ସକାଳେ କିଛି କହିଛନ୍ତି କି? ଏହାପରେ ତାଙ୍କ ମାଉସୀ କହିଲେ ତମ ମଉସାଙ୍କ କଥା ଛାଡ଼, ଚାଲ ଆଜି ଟିକେ ବାହାରେ ବୁଲାବୁଲି କରିକି ଆସିବା, ଆଜି ମନଟା ଟିକେ ଭଲ ଲାଗୁନି। ଏହାପରେ ସେମାନେ ସନ୍ଧ୍ୟା ସମୟରେ ବାହାରକୁ ଯାଇ ଗୋଟେ ଜାଗାରେ ଗୋଟେ ପାର୍କରେ ବୁଲାବୁଲି କରି ସିଆଡ଼େ ଖାଇ ପିଇକି ଆସିଲେ। ଆସି ଯେତେବେଳେ ରାତିରେ ଶୋଇବା ପାଇଁ ଯାଉଥିଲେ, ତାଙ୍କ ମାଉସୀ ମୋହନକୁ ନିଜ ରୁମ୍କୁ ଡାକିଲେ। ଆଉ ଯେଉଁ କଥା ସେ କହିବା ପାଇଁ କହୁଥିଲେ ସେଇ କଥା ସେ ମୋହନକୁ ସବୁ କଥା କହିଲେ କି କେମିତି ତାଙ୍କ ମଉସା ତାଙ୍କୁ ବାହାଘରର 4-5 ମାସ ହେଲାଣି ଆଜି ପର୍ଯ୍ୟନ୍ତ କେମିତି ତାଙ୍କୁ ସମୟ ଦେଇନାହାନ୍ତି। ଆଉ ସେ ସକାଳେ ଏହା ମଧ୍ୟ ଫୋନ୍ କରି କହିଲେ କି ତାଙ୍କ କାମ ଆହୁରି ଡିଲେ ହେଇଗଲା, ସେ ଏବେ ଆଉ 1 ମାସ ପାଇଁ ଘରକୁ ଫେରି ପାରିବେନି। ଯେହେତୁ ତାଙ୍କର ସଡନ୍ ପ୍ଲାନିଂ ହେଲା କି ସେ ଏବେ ଆଉ 1 ମାସ ବାହାରେ ରହିବେ, 1 ମାସ ପାଇଁ ସେ ଘରକୁ ଫେରି ପାରିବେନି। ତ ସେ ସକାଳେ ଏଇ କଥା ତାଙ୍କ ମାଉସୀଙ୍କୁ ଫୋନ୍ କରି କହିଥିଲେ ବୋଲି ତାଙ୍କ ମାଉସୀ କହିଲେ। ମୋହନ ଏବେ ବୁଝିପାରିଲେ କି ତାଙ୍କ ମନ ଦୁଃଖର କାରଣ କ'ଣ। ତାଙ୍କ ମାଉସୀଙ୍କର ମନ ଦୁଃଖର କାରଣ କ'ଣ ହେବେ ସେ ଭଲ ଭାବରେ ବୁଝି ସାରିଥିଲେ। ତାଙ୍କ ମଉସାଙ୍କର ଅନୁପସ୍ଥିତି ତାଙ୍କୁ ବହୁତ ଦୁଃଖ ଦେଉଥିଲା। ଆଉ ସେ ମଧ୍ୟ ତାଙ୍କ ନିଜ ମୁହଁରେ ଏ କଥା କହୁଥିଲେ କି ତାଙ୍କ ମଉସା କେମିତି ତାଙ୍କୁ ଆଉ ସମୟ ଦେଉନାହାନ୍ତି। ବାହାଘରର 4-5 ମାସ ପରେ ମଧ୍ୟ କେମିତି ତାଙ୍କ ସହ ସେ ସମୟ ବିତେଇ ନାହାନ୍ତି। ସେ ସେଇ କଥା ସବୁ ଖୋଲାଖୋଲି ହିସାବରେ ସେ ନିଜ ପୁତୁରାକୁ ନିଜ ମୋହନକୁ କହୁଥିଲେ। ମୁଁ ଏଠି କେଉଁ କଥା କହୁଛି ଆପଣମାନେ ଭଲରେ ବୁଝିପାରୁଥିବେ। ସେ ଷ୍ଟାର୍ଟିଂ ଦିନରୁ ଆଜି ପର୍ଯ୍ୟନ୍ତ ସବୁ କଥା ସେ ମୋହନଙ୍କ ଆଗରେ ସେୟାର କରୁଥିଲେ, ଆଉ କାନ୍ଦି କାନ୍ଦି ସେୟାର କରୁଥିଲେ। ଆଉ ଏବେ ଯେଉଁ 1 ମାସ ହେଲା ସେ ବାହାରେ ରହିବେ, ସେ କଥା ମଧ୍ୟ କହିକି ସେ କାନ୍ଦି କାନ୍ଦି ମୋହନକୁ ସବୁ କଥା କହୁଥିଲେ। ତ ତାଙ୍କର ଏତେ କାନ୍ଦ, ମାନେ ସେତେ ମୋହନଙ୍କ ପାଖରେ ବସି ମୋହନଙ୍କ କାନ୍ଧ ଉପରେ ନିଜ ମୁଣ୍ଡକୁ ରଖି ସେ କାନ୍ଦି କାନ୍ଦି ସବୁ କଥା ମୋହନକୁ କହୁଥିଲେ। ମୋହନ ତାଙ୍କ କାନ୍ଧରେ ତରଳି ଯାଇ ସେତେ ତାଙ୍କୁ ମନ ଦେଇ ବସିଥିଲେ, ଯେମିତିକି ମୁଁ ଆପଣମାନଙ୍କ ପୂର୍ବରୁ କହିଲି। ତ ତାଙ୍କ ମାଉସୀ ମଧ୍ୟ କେଉଁଠି ନା କେଉଁଠି ଏବେ ମୋହନକୁ ଭଲ ପାଇ ବସିଥିଲେ। ସେ ନିଜ ସ୍ୱାମୀର ଜାଗାରେ ମୋହନକୁ ରଖିବା ପାଇଁ ଚାହୁଁଥିଲେ। ତ ଏମିତିରେ ତାଙ୍କ କଥାବାର୍ତ୍ତା ଧୀରେ ଧୀରେ ସମ୍ପର୍କରେ ବଦଳିଗଲା। ତ ସେହିଦିନ ରାତିରେ ତାଙ୍କ ମାଉସୀ ଆଉ ମୋହନ ଦୁହେଁ ଏମିତି କଥାବାର୍ତ୍ତାରେ ମୋହନ ଏହା କହିଦେଲେ କି ମାଉସୀ ତମେ ଯଦି ଚାହିଁବ ତାହେଲେ ମଉସାଙ୍କ ଜାଗାରେ ମୋତେ ନେଇପାରିବ। ମାନେ ମୋତେ ଯଦି ଅନୁମତି ଦେବ ତାହେଲେ ମୁଁ ମଉସାଙ୍କ ଜାଗା ନେଇକି ତୁମକୁ ସନ୍ତୁଷ୍ଟ କରିପାରିବି, ତୁମକୁ ସେ ସୁଖ ଦେଇପାରିବି ଯାହା ତୁମକୁ ଦରକାର, ଆଉ ଯାହା ତୁମକୁ ମଉସା ଦେଇପାରୁନାହାନ୍ତି। ସେ ତାଙ୍କ କାମରେ ବ୍ୟସ୍ତ ରହୁଛନ୍ତି, ସେଥିପାଇଁ ତୁମକୁ ସମୟ ଦେଇପାରୁନାହାନ୍ତି। ତ ଏମିତି ମୋହନ କିଛି କନଭିନ୍ସ କରାଇଲେ, ଆଉ ତାଙ୍କ ମାଉସୀ ମଧ୍ୟ ତାଙ୍କୁ ସବୁ କଥା କହିଲେ, ଆଉ ତାଙ୍କ କଥାରେ ରାଜି ହୋଇଗଲେ। ଏହା ପରଠୁ ସେମାନେ ତାଙ୍କ ମାଉସୀ ମୋହନକୁ ରାଣ ନିୟମ ପକାଇ କହିଲେ କି ଏକଥା କେବଳ ଆମ ଭିତରେ ହିଁ ରହିବ, ତୁମ ମଉସା ଆସିବା ପରେ ଆମେ ଦୁହେଁ ଅଲଗା ହେଇଯିବା, ଆଉ ତୁମେ ତୁମ ମଉସାଙ୍କୁ କିଛି ବି ଜଣାଇବନି। ଏମିତି ରାଣ ନିୟମ ପରେ
ତାଙ୍କ ମାଉସୀ ତାଙ୍କ ମାନେ ମୋହନକୁ ସବୁକିଛି ଦେଇଥିଲେ। ମାନେ ସେ ଦୁହେଁ ଏବେ ଏକ ହେଇଗଲେ। ସେହି ଦିନ ପରଠାରୁ ମୋହନଙ୍କ କହିବା ମୁତାବକ ସେହି ଦିନ ପରଠାରୁ ସେମାନେ ଦୁହେଁ ସବୁଦିନ ସ୍ୱାମୀ ସ୍ତ୍ରୀଙ୍କ ଭଳି ରହିଲେ। ମାନେ ଗୋଟିଏ ରୁମ୍ରେ ରାତିରେ ରହିଲେ। ସବୁଦିନ ମୋହନ ସବୁଦିନ ସକାଳେ ଉଠିକି ନିଜ ଡ୍ୟୁଟିକି ଯାଉଥିଲେ, ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ। ସନ୍ଧ୍ୟା ସମୟରେ ସବୁଦିନ ବାହାରକୁ ବୁଲିବା ପାଇଁ ଯାଆନ୍ତିନି, କିନ୍ତୁ ବେଳେବେଳେ ବାହାରକୁ ବୁଲିବା ପାଇଁ ଯାଆନ୍ତି। ଜିନିଷପତ୍ର ଯାହା ଆଣିବା କଥା ବାହାରୁ ଆଣନ୍ତି। ଆଉ ରାତିରେ ସେମାନେ ସାଙ୍ଗ ହୋଇକି ଶୁଅନ୍ତି। ଏବେ ମୋହନଙ୍କ ମନରେ ମଧ୍ୟ ଏହା ଆସିବାକୁ ଲାଗିଲା କି ଏହା ଚିନ୍ତା ଆସିବାକୁ ଲାଗିଲା କି ମଉସା ଘରକୁ ନ ଆସିଲେ ଭଲ, କାହିଁକିନା ସେ ତାଙ୍କ ମାଉସୀଙ୍କ ପ୍ରତି ବହୁତ ନିକଟତର ହୋଇସାରିଥିଲେ। ତାଙ୍କ ମାଉସୀଙ୍କୁ ଏବେ ନିଜର ମନ ଦେଇସାରିଥିଲେ। ଏବେ ସେ ଦୁହେଁ ଏକ ହୋଇସାରିଥିଲେ। ତାଙ୍କ ମାଉସୀ ମଧ୍ୟ ଏହା ମନେ ମନେ କେଉଁଠି ନା କେଉଁଠି ଭାବି ସାରିଥିଲେ କି ତାଙ୍କ ସ୍ୱାମୀ ମାନେ ମୋହନଙ୍କ ମଉସା ଘରକୁ ଏବେ ନ ଆସିଲେ ଭଲ, କାହିଁକିନା ମାନେ ମୋହନ ଯେତିକି ତାଙ୍କୁ ସୁଖ ଦେଉଥିଲା, ତାଙ୍କ ମଉସା ତାଙ୍କ ସ୍ୱାମୀ ଏମିତି ସୁଖ ତାଙ୍କୁ କେବେ ବି ଦେଇପାରିନଥାନ୍ତେ। ଏହା ସେ କେଉଁଠି ନା କେଉଁଠି ଜାଣିସାରିଥିଲେ। ଆଉ ମୋହନ ମଧ୍ୟ ଏହା ଜାଣିସାରିଥିଲେ କି ତାଙ୍କୁ ଏବେ ସବୁ ସୁଖ ମିଳୁଛି। ତ ତାଙ୍କର ମଉସା ଯଦି ଘରକୁ ଫେରି ଆସିବେ ତାହେଲେ ତାଙ୍କ ସମ୍ପର୍କରେ ବାଧା ସୃଷ୍ଟି ହେବ। ତ ଏମିତି ସେମାନେ ଯେପର୍ଯ୍ୟନ୍ତ ତାଙ୍କ ମୋହନଙ୍କ ମଉସା ଯେପର୍ଯ୍ୟନ୍ତ ଘରକୁ ନ ଆସିଥିଲେ, ସେମାନେ ଏମିତି ଦିନ ବିତାଉଥିଲେ, ସୁଖ ଶାନ୍ତିରେ ଦିନ ବିତାଉଥିଲେ। ରାତିରେ ଏକାଠି ଶୋଉଥିଲେ, ଆଉ ଦିନରେ ଯିଏ ଯାହା କାମରେ ବିଜି ରହୁଥିଲେ, ରାତିରେ ଏକାଠି ଶୋଉଥିଲେ, ଦିନ ବିତାଉଥିଲେ। ଯେତେବେଳେ ତାଙ୍କ ମଉସା ଆସିଲେ, ସେତେବେଳେ ମୋହନଙ୍କ କହିବା ମୁତାବକ ମୋହନଙ୍କ ମନରେ ବହୁତ ଚିଡ଼ଚିଡ଼ି ସ୍ୱଭାବ ଆସିଯାଇଥିଲା ତାଙ୍କ ମଉସାଙ୍କ ପ୍ରତି। ସେ ତାଙ୍କ ମଉସାଙ୍କୁ ଆଉ ପୂର୍ବ ଭଳି ବ୍ୟବହାର କରୁନଥିଲେ। ତାଙ୍କ ମଉସାଙ୍କୁ ସେ ଆଉ ପୂର୍ବ ଭଳି ଭଲ ପାଉନଥିଲେ, କାହିଁକିନା ତାଙ୍କ ମଉସା ଆସିବା ପରେ ସେ ତାଙ୍କ ମାଉସୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ତ କଲାକର୍ମର ପୂର୍ବରୁ ସେ ଯେଉଁ କାମ କରିଥିଲେ ତାହା ଏକ ପାପ ସମ୍ପର୍କ, ତାହା ଏକ ପାପ କାମ ବୋଲି ସେ ସେହି ଦିନ ଜାଣିପାରିଲେ, ଯେଉଁଦିନ ମୋହନଙ୍କର ଏକ ଆକ୍ସିଡେଣ୍ଟ ହେଲା। ତାଙ୍କ ଗୋଡ଼ ଭାଙ୍ଗିନି, ସାମାନ୍ୟ ଆଘାତ ଆସିଗଲା। ଆଉ ସେ ଗୋଟେ ପାଖାପାଖି 1.5 ମାସରୁ 2 ମାସ ପାଇଁ ତାଙ୍କୁ ଡକ୍ଟର ବେଡ଼୍ ରେଷ୍ଟ କରିବା ପାଇଁ କହିଲା। ତ ସେ ଯେତେବେଳେ ବେଡ଼୍ ରେଷ୍ଟ କଲେ, ଯେତେବେଳେ ତାଙ୍କର ଅଘଟଣ ଘଟିଗଲା, ସେ ଦେଖିବାକୁ ପାଇଲେ କି ତାଙ୍କ ମଉସା ତାଙ୍କ ବାପାଙ୍କ ଭଳି, ହଁ ଆଜ୍ଞା, ତାଙ୍କ ବାପାଙ୍କ ଭଳି ତାଙ୍କ ମଉସା ତାଙ୍କର ଯତ୍ନ ନେଉଛନ୍ତି। ତାଙ୍କୁ ହସ୍ପିଟାଲ ନେବା, ଡକ୍ଟର ଚେକଅପ୍ କରାଇବା, ଆଉ ତାଙ୍କୁ ଘରକୁ ଆଣିବା, ତାଙ୍କର ସବୁ ଖାଇବା ପିଇବା, ମେଡ଼ିସିନ ବୁଝାବୁଝି, ତାଙ୍କର ସବୁ ଯତ୍ନ ତାଙ୍କ ମଉସା ତାଙ୍କ ବାପାଙ୍କ ଭଳି ନେଉଥିଲେ ବୋଲି ସେ ତାଙ୍କ ମଉସାଙ୍କ ଭିତରେ ତାଙ୍କ ବାପାଙ୍କୁ ଦେଖିବାକୁ ପାଇଲେ ବୋଲି ମୋହନ କହିଛନ୍ତି। ହଁ ଆଜ୍ଞା, ସେ କହିଛନ୍ତି କି ସେ ଗୋଟେ ବାପା ଗୋଟେ ପୁଅର ଯେମିତି ଯତ୍ନ ନିଏ, ତାଙ୍କ ବାପା ତ ଏଠି ତାଙ୍କର ନଥିଲେ, କାହିଁକିନା ତାଙ୍କ ବାପା ବାଲେଶ୍ୱରରେ ଥିଲେ ତାଙ୍କ ବାପା ମା'। ତ ମୋହନ ନିଜ ବାପା ମାଆଙ୍କୁ ଛାଡ଼ି ଯେତେବେଳେ ନିଜ ମଉସା ମାଉସୀଙ୍କ ପାଖରେ ଚାକିରି ପାଇଁ ରାଉରକେଲାରେ ଥିଲେ, ଏମିତି ଅଘଟଣ ପରେ ଯେତେବେଳେ ତାଙ୍କ ମଉସା ଯେତେବେଳେ ମୋହନକୁ ଏତେ ସାହାଯ୍ୟ କରୁଥିଲେ, ଏତେ ଦେଖାରେଖା କରୁଥିଲେ, ତ ମୋହନ ତାଙ୍କ ମଉସାଙ୍କ ଭିତରେ ତାଙ୍କ ବାପାଙ୍କୁ ଦେଖିବାକୁ ପାଇଲେ। ଆଉ ସେହି ଦିନଠାରୁ ଏମିତି ଅଘଟଣ ହେବା ପରଠାରୁ ସେ ଏହା ଭାବିବାକୁ ଲାଗିଲେ କି ସେ ତାଙ୍କ ମଉସାଙ୍କ ସ୍ତ୍ରୀ ତାଙ୍କ ମାଉସୀଙ୍କ ସହ ସେ ଏମିତିକା ପାପ କାମ କାହିଁକି କରୁଥିଲେ। ତ ଏହା ଭାବି ସେହି ଦିନଠାରୁ ସେ ପଶ୍ଚାତାପରେ ବୁଡ଼ି ରହିଲେ। ସେ ସବୁଦିନ କାନ୍ଦିବାକୁ ଲାଗିଲେ କି ସେ ଏମିତିକା କାମ କାହିଁକି କରୁଥିଲେ। କାସ୍ ସେଦିନ ପୁଣି ଫେରିଯାଆନ୍ତା, ପଛକୁ ସେଦିନ ପୁଣି ଫେରିଯାଆନ୍ତା, ଆଉ ସେ ନିଜର ଭୁଲକୁ ସୁଧାରି ଯେଉଁ ଜାଗାରେ ସେ ନିଜ ମାଉସୀଙ୍କ ସହିତ ଏମିତିକା କାମ କରି ବସିଲେ, ସେ ଜାଗାରେ ସେ ଉଠିକି ଚାଲି ଆସିଥାନ୍ତେ। ତ ଏବେ ସେ ଏକଥା ନା କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି। ଆଉ ନିଜ ମଉସାଙ୍କ ଆଖିରେ ଆଖି ଦେଇ ସେ କଥା ହେବା ପାଇଁ ମଧ୍ୟ ତାଙ୍କର ଆଉ ସାହସ ନାହିଁ। ସେ ମୁଣ୍ଡ ତାଙ୍କର ତଳକୁ ହୋଇଯାଇଛି। ତ ଏବେ ସେ ସବୁଦିନ ପଶ୍ଚାତାପରେ ବୁଡ଼ି ରହୁଛନ୍ତି। ଆଉ ଏହା ଭାବିବାକୁ ଲାଗୁଛନ୍ତି କି ସେମିତିକା ପାପ କାମ କାହିଁକି କରୁଥିଲେ। ତ ଏବେ ମୁଁ ଆପଣମାନଙ୍କୁ କହି ରଖିବାକୁ ଚାହିଁବି, ଏବେ ତାଙ୍କ ଗୋଡ଼ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯାଇଛି। ଆଉ ଏବେ ମଧ୍ୟ ସେ ପାଖରେ ଏକ ଘର ନେଇ ରହୁଛନ୍ତି, ଆଉ ସବୁବେଳେ ତାଙ୍କ ମଉସାଙ୍କ ପାଖାପାଖି ରହୁଛନ୍ତି। ତାଙ୍କ ମଉସାଙ୍କର ସେ
जहाँ भी दरकार हम मौसा से सब बेले साहाଯ୍य करने से तत्पर होकर अच्छा सब बेले यह पश्चाताप बुड़ी रोच कि से मौसी सहित एमतीका पाप कम कहीं करुले। यापर से आमको ये कहानी सेयार कर कि ये कहानी समस्त को शुणाओ जहाँफल जो भूल मुझे बसिली एमतीका भूल जमी आउ कहीं न करूँ। गोटे बहिता महिला सांगरे एमतीका कम जमी आउ कहीं न करूँ कहीं से संपूर्ण रूपे जानी सारी कि यह एक जघन्य जघन्य पाप कम जहाँफल जार मुक्ति से हुए तो ए जन्म पाइपर नहीं। यहाँ आज्ञा गोटे सत कथा जहाँ हो जाए तो आम फेर आनीपर तो एबे से निजर भूल बुझीपारी आमको ये कहानी सेयार करी समस्त को शुणापी अनुरोध कर। तेरे बंधुगण ये आपण मैंने मत कमेंट कर जनातु कि एक्चुअली भूल कहार रहा मोहनकर रहा मौसी रहा ना मौसा रहा जी कि निज स्त्री को गोटे माने मोहन पाखे छाड़ी बाहर को चली जाते आपण मानकर मतामत मो कमेंट बॉक्स रे अपेक्षा करी तेबे आज विदाय दिंतु पुणी देखा एमती नुआ वीडियो भल लगी वीडियो को लाइक करूँ शेयर करूँ और यहपरी नुआ नुआ कहानी शुणापी चाहूँ चैनल को सब्सक्राइब कर दिंतु। धन्यवाद।